to say few words about this occasion, please. ଏଠାରେ ଉପସ୍ଥିତ ଥିବା ମୋର ସମସ୍ତ ପୂଜ୍ୟସ୍ପଦ ଗୁରୁଜୀ ଏବଂ ମୋର ସମସ୍ତ ସହପାଠୀ ଭାଇମାନେ, ମୁଁ ଦିବ୍ୟସିଂହ ଦେବବ୍ରତ ସମସ୍ତଙ୍କୁ ହରିଓମ। ଆଜିର ବିଷୟବସ୍ତୁ ହେଉଛି ଗୁରୁ ଦିବସ। ପ୍ରତିବର୍ଷ ଆମ ଭାରତର ପ୍ରଥମ ରାଷ୍ଟ୍ରପତି ତଥା ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ସେ ଜଣେ ମହାନ ଗୁରୁ ମଧ୍ୟ ଥିଲେ। ସେ ଗୁରୁମାନଙ୍କୁ ଅତି ସମ୍ମାନ ପ୍ରଦାନ କରିଥିଲେ। ତେଣୁ ଥରେ ଏକ ଲୋକ ଇଣ୍ଟରଭ୍ୟୁରେ ତାଙ୍କୁ ପଚରାଯାଇଥିଲା ଯେ ଯେପରି ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଉଛି, ସେପରି ଆପଣଙ୍କ ଜନ୍ମଦିନକୁ କିପରି ପାଳନ କରାଯିବ। ସେ କହିଥିଲେ ଯେ ମୁଁ ଗୁରୁମାନଙ୍କୁ ସମ୍ମାନ ପ୍ରଦର୍ଶନ କରେ, ତେଣୁ ମୋର ଜନ୍ମଦିନକୁ ଗୁରୁ ଦିବସ ରୂପେ ପାଳନ କରାଯିବ। ତ ସେବେଠୁ ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖକୁ ଭାରତକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ଗୁରୁ ହେଉଛନ୍ତି ଗୋଟେ ଶିଷ୍ୟର ମାର୍ଗଦର୍ଶକ। ଗୁରୁ ହେଉଛନ୍ତି ସେହି ବ୍ୟକ୍ତି ଯାହାଠୁ ଆମେ କିଛି ଶିକ୍ଷା ଗ୍ରହଣ କରିଥାଉ। ଗୁରୁ ତେଣୁ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ,